ପୁଣି ବର୍ଷାରେ ଭେଜିବ ଓଡ଼ିଶା, ଆସୁଛି ଦୁଇଟି ଲଘୁଚାପ। ଗୋଟିଏ ଲୋ ପ୍ରେସର 14 ତାରିଖରେ ତ ଅନ୍ୟଟି 19 ତାରିଖରେ ହେବାର ସମ୍ଭାବନା ରହିଛି। ବାତ୍ୟା ମୁନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ଏବଂ ତତ୍ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା 12 ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ। ସେପଟେ ଟାଇଫୁନ୍ କାଲାମା ଏଗ୍ରି, ଯାହା ଫିଲିପିନ୍ସ ପ୍ରଭାବିତ କରିବ, ତାର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ଆଣ୍ଡାମାନ ସାଗରର ଅଞ୍ଚଳକୁ ଅଗ୍ରସର ହେବ। ଏହି ଦୁଇ ଘୂର୍ଣ୍ଣିବଳୟ 12 ତାରିଖରେ ଦକ୍ଷିଣ ପୂର୍ବ ଏବଂ ତତ୍ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲୀନ ହେବେ, ଯାହା ପ୍ରଭାବରେ 14 ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ କି ନାହିଁ ତାହା ଜଣାପଡ଼ିନି। ଅନ୍ୟପଟେ 19 ତାରିଖ ଆଡ଼କୁ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନରେ ଲୋ ପ୍ରେସର ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏହି ଲଘୁଚାପ ଉପରେ ନଜର ରହିଛି। ସେପଟେ ରାଜ୍ୟକୁ ଫେରୁଛି ଶୀତ। 14 ତାରିଖରୁ 20 ତାରିଖ ମଧ୍ୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତି ହେବ। ଆଶା କରିବି ସମ୍ପୂର୍ଣ୍ଣ ଡିଟେଲ୍ସ ପାଇପାରିଥିବେ। ତ ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ ଏବଂ ଆମର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ।